ବହିଟା ଲେଖକର ବହି ସେଥିରେ ପ୍ରୋପ୍ରାଇଟରସିପ ଲେଖକର ଥାଏ ଏଥିରେ ପବ୍ଲିଶର ଥାଏ ପବ୍ଲିଶର ଆଉ ଇଟ୍ ଇଜ ବିଟୱିନ୍ ପବ୍ଲିଶର ଆଣ୍ଡ ରାଇଟର ବିଜେପି ଭିତରେ କଣ କରିବାର ଅଛି କାହିଁକି ବିଜେଡି କାହିଁକି କହୁଛି ଯେ ସେ ବହିରେ ବିଜେପି ଦ୍ୱାରା ନେତାଙ୍କ ଦ୍ୱାରା ପ୍ରାୟୋଜିତ ହେଇକି ରୁବେନ ଲେଖିଛନ୍ତି 2017 ପୂର୍ବରୁ ଯେତେବେଳେ ଲେଖା ହେଇଥିଲା ସେଟା କାହିଁ କହୁନଥିଲେ ନାଇଁ 2017 ପୂର୍ବରୁ ଯେତିକି ଉପାଖ୍ୟାନ ସବୁ ଅଛି ସେଟା ବି ବହୁତ ରୋଚକ ନବୀନ ପଟ୍ଟନାୟକ ଜୀବନର ରୋଚକ ମାନେ ରାଜନୀତି ଓଡ଼ିଶାର ରାଜନୀତି ଦେଖିବା ଯଦି ଏବଂ 2017 ପରେ ବି ଯୋଉଟା ରୁବେନ ମାନେ ଲେଖିଛନ୍ତି ତଥ୍ୟ ଆଦିରେ ତ ଲେଖା ଲେଖିଛନ୍ତି ଆଉ ଆପଣ ମାନେ ଯୋଉ ପ୍ରଶ୍ନ କରୁଛନ୍ତି ଏଇଠି ଇଲେକ୍ସନ କମିଶନକୁ ଭେଟ ହେବା ହେବା ସେସବୁ ପ୍ରକୃତରେ ରୁବେନ ବାନାର୍ଜୀ ଯୋଉ ମାନେ ରିଭାଇଜ ଏଡିସନ ଲେଖିଛନ୍ତି ନବୀନ ପଟ୍ଟନାୟକ ଜୀବନୀକୁ ନେଇକି ଯୋଉଟା 2017 ପର୍ଯ୍ୟନ୍ତ ଥିଲା 2017 ରୁ 24 ର ଯୋଉ ଚାପ୍ଟରଟା ଲେଖିଛନ୍ତି ଯେଇଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଶ୍ରୀଯୁକ୍ତ ଭିକେ ପାଣ୍ଡିଆନ ତାଙ୍କର ଭୂମିକା କଣ ଥିଲା ଏଇ ତାଙ୍କର ସଫା ହେବାରେ ବିଜେଡି ଧୋଇଯିବାରେ ସେଇ ବିଷୟଟା ଲେଖା ହେଇଛି ବୋଧହୁଏ ଏମାନେ ଏବେ ବି ଭାବୁଛନ୍ତି ଯେ ଭିକେ ପାଣ୍ଡିଆନ ତାଙ୍କର ହର୍ତ୍ତାକର୍ତ୍ତା ଏବଂ ହୁଏତ ଭିକେ ପାଣ୍ଡିଆନ ନିଜେ ଗୋଟେ ମୁଖିଆ ବୋଲିକି ଭାବିକି ଏମାନଙ୍କୁ ବୋଧେ ପଠେଇଥିବେ ଯେ ଯାଇକି ଫେରାଦ ହୁଅ ମୁଁ ଏବେ ମୋର ହିଁ ଚାଲୁଛି ଏଇ ଟାଇପର ବୋଧେ ଥିବ ଏଥିରେ କୌଣସି ଲେଖକ କୌଣସି ଦଳ ଦ୍ୱାରା ପ୍ରଭାବିତ ହେଇକି ଲେଖା ଲେଖନ୍ତି ନାହିଁ ସେ ଲେଖା ଲେଖକଙ୍କର ଏବଂ ପବ୍ଲିଶର ତାଙ୍କ ଭିତରେ ପ୍ରକାଶକ ଲେଖକ ଭିତରେ ବହିଟା ସୀମିତ ରହେ ଏବଂ ପବ୍ଲିଶର ମଧ୍ୟ ଡିସୋନ୍ କରନ୍ତି ଯେ ଲେଖାଟା ଆମେ ଛାପି ସିନା ଦେଲୁ କିନ୍ତୁ ତଥ୍ୟ ଯାହା ଅଛି ଭୁଲ ଅଛି ଭଟକା ଅଛି କଣ ଅଛି ସେଥିପାଇଁ ଆମେ ଦାୟୀ ନୁହଁ ଲେଖକ ଦାୟୀ ତେଣୁକରି ଆପଣ ରୁବେନ ବାନାର୍ଜୀଙ୍କୁ ପଚାରନ୍ତୁ ସେ କୋଉ ଆଧାରରେ ଲେଖିଲେ କୋଉଠୁ ନେଇକି ଲେଖିଲେ ବିନା ତଥ୍ୟ ଦାୟୀ ରୁବେନ ବାନାର୍ଜୀ ପରି ପ୍ରତିଷ୍ଠିତ ସ୍ତମ୍ଭକାର ପତ୍ରକାର ଏବଂ ଲେଖକ ବିଲକୁଲ ଲେଖିବେ ନାହିଁ କିଏ କହିଦେଲେ ଲେଖିବେ ସେମିତି ତ ମୁଁ କହିକି ବହୁତ ଗୁଡେ ଲେଖା ଲେଖାଇଦେବି